हेलो फ्रेंड्स, आशा करी तुमने समस्ते भलरे थिबो और पढ़ापढ़ी ठीक ठाक से चलथिबो। लास्ट क्लास रे हमें विशेषण पद सरीथिला। विशेषण रो जो क्वेश्चन आंसर गुडा भी कर देइथिले। तो आज हमें क्रियापद देखिबा। दिस इज वेरी वेरी इंपोर्टेंट पार्ट। आको हमें 2 रु 3टा मु 2टा क्लास रे रखिथिली, बट इन द मीन टाइम आई रियलाइज्ड इट नीड्स मोर क्लासेस। तो एटा मैक्सिमम 3टा क्लास रे दरकार पड़ले हमें शेष करबा। हैला। तो आज हमें गोटे पोर्शन पढ़िबा। ତ କ୍ରିୟାପଦ କଣ? ଯେ ଆମେ ଯେତେବେଳେ ପଦ ପଢିଥିଲେ ସେତେବେଳେ ଆମେ ଦେଖିଥିଲେ ଯେ ପଦ ତ ହଉଛି ଗୋଟେ ପ୍ରକାର ବାକ୍ୟରେ ଯୋଉ 5ଟା ପଦ ବ୍ୟବହାର କରାଯାଏ ସେଥିରୁ ଗୋଟେ ହେଲା କ୍ରିୟାପଦ। ସେ କ୍ରିୟାପଦ ଆମେ ସେଥିରେ ପୁଣି ଗୋଟେ ସିଦ୍ଧ କ୍ରିୟା ଆଉ ସାଧ୍ୟ କ୍ରିୟା ପଢିଥିଲେ। କେତେବେଳେ? ଯେତେବେଳେ ଆମେ ବିଶେଷ୍ୟ ପଢିଥିଲେ। ତ ସିଦ୍ଧ କ୍ରିୟା କଣ? ସେଇଟାକୁ ଆମେ କ୍ରିୟାବାଚକ ବିଶେଷ୍ୟ ବୋଲି କହୁଥିଲେ ସିଦ୍ଧ କ୍ରିୟାକୁ। କଣ? ଯେ ସେଥିରେ କୌଣସି ଜିନିଷ ସମ୍ପନ୍ନ ହେଇଛି ବୋଲି ଜଣା ପଡେନି, କିନ୍ତୁ ଗୋଟେ କାମ କରାଯାଉଛି ବୋଲି ଆମକୁ ସୂଚନା ମିଳେ। ଯେମିତି କି ତାର ଯିବା ହଉଛି କିମ୍ବା ଘରେ ରନ୍ଧା ଚାଲିଛି। ତ ରନ୍ଧା ଶବ୍ଦଟା ହଉଛି ସେ ଆମକୁ କହୁନି ଯେ ରନ୍ଧା ହେଇଗଲାଣି କି ହବାର ଅଛି କି ସେମିତି କିଛି ସୂଚନା ଦଉନି, କିନ୍ତୁ ଆମକୁ ଜଣା ପଡୁଛି ଯେ ରାନ୍ଧିବା କାର୍ଯ୍ୟଟା ହଉଛି। ତ ଯୋଉଥିରୁ ଆମର ଗୋଟେ କାର୍ଯ୍ୟର ସୂଚନା ମିଳେ ତାକୁ ଆମେ କହୁଛେ କଣ ନା ସିଦ୍ଧ କ୍ରିୟା। କିନ୍ତୁ ଯୋଉଠି ଆମେ ସେ ରାନ୍ଧି ସାରିଲେଣି କିମ୍ବା ମା ରାନ୍ଧୁଛନ୍ତି, ତ ସେଠି କଣ ହେଲା ନା ସେଇଟା ସାଧ୍ୟ କ୍ରିୟା। ଏଇଟା କଣ? ରନ୍ଧା ଆଉ ଗୋଟେ ହେଲା ରାନ୍ଧୁଛି। ହେଲା। ରାନ୍ଧୁଛି ଶବ୍ଦଟା ହଉଛି କଣ ନା ସାଧ୍ୟ କ୍ରିୟା, କିନ୍ତୁ ରନ୍ଧା ଶବ୍ଦଟା ହଉଛି ସିଦ୍ଧ କ୍ରିୟା। ତ ସିଦ୍ଧ କ୍ରିୟା ଆମେ କେତେବେଳେ ପଢୁଥିଲେ? ଯେତେବେଳେ ଆମେ ଯୋଉ କ୍ରିୟାବାଚକ ବିଶେଷ୍ୟ ପଢୁଥିଲେ। ତ ଏଠି ଆମେ ସମ୍ପୂର୍ଣ୍ଣ ସାଧ୍ୟ କ୍ରିୟା ଉପରେ ଡିସ୍କସନ କରିବା, ଯୋଉଟାକୁ ଆମେ କ୍ରିୟାପଦ କହୁଛେ। କ୍ରିୟାପଦ କଣ ନା ବାକ୍ୟରେ କାମ ହଉଥିବାର ସୂଚନା ଦିଏ। ହେଲା। କର୍ମ ନୁହଁ, କାମ ହଉଥିବ, କାମ ଚାଲିଛି କିମ୍ବା ଚାଲିବ, ତ ତାର ସୂଚନା ଦିଏ। ଯେମିତି ଏଠି ଆମେ ଦେଖିବା କଣ କ୍ରିୟାପଦ କୋଉଠୁ ଆସେ ନା ତାର ଅରିଜିନଟା ହଉଛି ଧାତୁରୁ ଆସେ। ଧାତୁ ଯୋଉ ଆମେ କହୁଥିଲେ ଯେମିତି ବିଶେଷ୍ୟ ପଦର ପ୍ରାତିପାଦିକରୁ ଆସେ, ଏଠି ଆସେ କଣ ନା ଧାତୁରୁ ଆସେ କ୍ରିୟାପଦଟା। ଧାତୁରେ ପ୍ରତ୍ୟୟ ବା ଧାତୁ ବିଭକ୍ତି ବା କ୍ରିୟା ବିଭକ୍ତି ଯୁକ୍ତ ହେଲେ ତାହା କ୍ରିୟାପଦରେ ପରିଣତ ହୁଏ। ଯେକୌଣସି ଧାତୁ, ଯେମିତି ଆମେ କହିବା କିଣ ଧାତୁ। କିଣ ଧାତୁରେ ଯେତେବେଳେ ବା ଯୋଉ ପ୍ରତ୍ୟୟ ଯୋଗ ଲାଗିବ ସେତେବେଳେ ହବ କିଣିବା, କିମ୍ବା ଲେ ଲାଗିଲେ କିଣିଲା, କିମ୍ବା ହେବ ଲାଗିଲେ କିଣା ହବ। ତ ଏଇଭଳିଆ ଶବ୍ଦ ଗୁଡାକ ଚେଞ୍ଜ ହୁଏ। ତାପରେ କ୍ରିୟାପଦରୁ ଆମେ କଣ କଣ ଆଉ ସୂଚନା ପାଉଛେ? କାଳ, ଯେ କୋଉ କାଳରେ ଅଛି, ଯେ ମାନେ ଅତୀତରେ ଅଛି କି ବର୍ତ୍ତମାନରେ ଅଛି କିମ୍ବା ଭବିଷ୍ୟତରେ ଅଛି। କାଳରେ ମାନେ ବର୍ତ୍ତମାନ କାମଟା ଚାଲିଛି କି 5 ବର୍ଷ ପୂର୍ବେ କାମଟା ଚାଲିଥିଲା କି ଆଉ 10 ବର୍ଷ ପରେ ସେଟା ହବାର ଅଛି। ତ ସେଇ କାଳର ସୂଚନା ମିଳେ। ପ୍ଲସ୍ ପୁରୁଷ, ପୁରୁଷ ଯେ ପ୍ରଥମ ପୁରୁଷ, ଦ୍ଵିତୀୟ ପୁରୁଷ, ତୃତୀୟ ପୁରୁଷ, କେଉଁ ପୁରୁଷ ଅଛି ସେତାର ବି ସୂଚନା ମିଳେ। ତାପରେ ବଚନ, ବଚନ ମାନେ କଣ? ଏକ ବଚନ, ବହୁବଚନ। ଏଇ ସବୁର ସୂଚନା ଆମର କୋଉଠୁ ମିଳିଥାଏ ନା କ୍ରିୟାପଦରୁ ମିଳିଥାଏ। ହେଲା। ତ ଧାତୁର ପ୍ରୟୋଗାତ୍ମକ ରୂପ ହେଉଛି କ୍ରିୟା। ଧାତୁକୁ ତ ଆମେ କୋଉଠି ଡାଇରେକ୍ଟଲି ବ୍ୟବହାର କରୁନେ, ତ ତାକୁ ବ୍ୟବହାର କରୁଛେ ଆମେ କଣ? ପ୍ରତ୍ୟୟ ଲଗେଇକି କ୍ରିୟା ଭାବରେ ବ୍ୟବହାର କରୁଛେ। ହେଲା। ଧାତୁର ପ୍ରଥମ ବ୍ୟବହାର ହଉଛି କ୍ରିୟା। ତାପରେ ଅଲଗା ଅଲଗା ଟାଇମରେ କ୍ରିୟାଜ ବିଶେଷଣ ଅଛି, କ୍ରିୟା ବିଶେଷଣ ଅଲଗା ଅଲଗା ଜାଗାରେ ବ୍ୟବହାର କରାହଉଛି, କିନ୍ତୁ ବିଶେଷ୍ୟ ବି ୟୁଜ ହଉଛି। କିନ୍ତୁ ମୁଖ୍ୟତଃ ଧାତୁର ପ୍ରୟୋଗ ହଉଛି କଣ ନା କ୍ରିୟା। ହେଲା। କ୍ରିୟାର ବିଭକ୍ତି ବିହୀନ ବା ପ୍ରତ୍ୟୟ ଶୂନ୍ୟ ରୂପକୁ ଧାତୁ କୁହାଯାଏ। ଜାଣିଲେ, ଯେତେବେଳେ ବିଭକ୍ତି ଆଉ ପ୍ରତ୍ୟୟ ଲଗେଇଲେ ଆମେ ସେଇଟା ବ୍ୟବହାର କଲେ, କିନ୍ତୁ ତା ପୂର୍ବରୁ ଯୋଉ ମାନେ ପିଓର ରୂପଟା ଥିଲା ତାକୁ ଆମେ କହିବା କଣ ନା ଧାତୁ। ଏଇ ଧାତୁ ହେଉଛି କ୍ରିୟାର ମୂଳ ଉତ୍ସ ବା ମୂଳ ପିଣ୍ଡ। ଯେମିତି କିଣ ଧାତୁ କହିଲା, ଚାହା ଧାତୁ କହିଲା, ଚାଲ ଧାତୁ କହିବା, ଜ୍ୱଳ ଧାତୁ କହିବା, ଏଗୁଡା ସବୁ ହଉଛି ମୂଳ ପିଣ୍ଡ। ସେଠି ବିଭିନ୍ନ ପ୍ରକାର ତାପରେ ସଫିକ୍ସ ଲଗେଇକି ଆମେ ବନେଇଛେ କଣ ନା ସେଟା ହଉଛି କ୍ରିୟା, ଯୋଉଟାକୁ ଆମେ ଡେଲି ଟୁ ଡେଲି ଲାଇଫରେ ଆମ ଭାଷାରେ ବ୍ୟବହାର କରୁଛେ। ତ ଉତ୍ପତ୍ତି ଦୃଷ୍ଟିରୁ ଏଇ ଯୋଉ ଧାତୁଟା ପଢିଲେ ଧାତୁରୁ ଆମେ କ୍ରିୟାକୁ ଆସିବା। ହେଲା। ତ ଧାତୁକୁ ଆମେ ଉତ୍ପତ୍ତି ଦୃଷ୍ଟିରୁ 2 ଭାଗରେ ବିଭକ୍ତ କରୁଛେ। ଗୋଟେ ହଉଛି ମୌଳିକ ବା ପ୍ରାଥମିକ ଧାତୁ, ଆଉ ଗୋଟେ ହଉଛି ବୈକୃତିକ ବା ବ୍ୟୁତ୍ପନ୍ନ ଧାତୁ। ହେଲା।
ପ୍ରାଥମିକ ଧାତୁ କଣ? ମୌଳିକ ବା ପ୍ରାଥମିକ ଧାତୁ କଣ? ନା ଯୋଉଟା ଆସିଛି ପିଓର ଫର୍ମଟା ଯୋଉ ଆମେ କହୁଛେ ତତ୍ସମ ତଦ୍ଭବ ଆଉ ଦେଶଜ ଆମେ ଦେଖିଛେ ପ୍ରତିଟି ଶବ୍ଦରେ ଆମର ଶବ୍ଦର ଯୋଉ ଶ୍ରେଣୀ ବିଭାଗ ଆମେ ପଢିଥିଲେ ଆମେ ଦେଖିଲେ ଯେ ତଦ୍ଭବ ତତ୍ସମ ଯୋଉଟା କି ସଂସ୍କୃତ ସହିତ ସେମ୍ ଅଛି, ତଦ୍ଭବ ଯୋଉଟା ସଂସ୍କୃତଠୁ ଟିକେ ଅଲଗା ଅଛି କିନ୍ତୁ ସେଇଠୁ ଅପଭ୍ରଂଶ ହେଇକି ଟିକେ ହାଲକା ଟିକେ ପରିବର୍ତ୍ତନ ଘଟିଛି ତାକୁ ତଦ୍ଭବ କହୁଛେ, ଆଉ ଦେଶଜ ହଉଛି ଆମ ଲୋକାଲି ଯୋଉ ଜିନିଷ ଯୋଉ ଭାଷାକୁ ଆମେ ବ୍ୟବହାର କରୁଛେ। ସେଥିରୁ ଯଦି ଏକ୍ସାମ୍ପଲ ଦେଖିବା ଏଇଠି ୟୁଜ୍ଡ ଆଜ୍ ଇଟ୍ ଇଜ୍ ତାକୁ ଆମେ କହୁଛେ ତତ୍ସମ। ତେଣୁ ଧାତୁଟି ଅପରିବର୍ତ୍ତିତ ରହେ। ଆମ ସଂସ୍କୃତରେ ଯେମିତି ବ୍ୟବହାର କରୁଥିଲେ ଆମେ ତାକୁ ଏବେ ବି ସେମିତି ଯେମିତି କୁଟ ଧାତୁ ହେଟା କୁଟ ଧାତୁରୁ ହେଲା କୁଟିବା, ଯୋଉ ଧାନ କୁଟିବା ଇଏ ସେ ସବୁ ଛେଚିବା କୁଟିବା ସେଇ ଅର୍ଥରେ କୁଟ ଧାତୁରୁ କୁଟିବା। ସେମିତି ଗଣ ଧାତୁ ଗଣନା କରିବା ଯୋଉ ଆମେ କହୁଛେ ଗଣିବା ହେଲା, ଏଇଟା ହଉଛି ଗଣ ଧାତୁ। ଇଏ ସବୁ ହଉଛି ତତ୍ସମ, ଯାହା ଥିଲା ସିଏ ଅଛି। ବାଦ ଧାତୁ ଏଇଟା ହଉଛି ବାଧିବା। ଏଗୁଡା ସବୁ ଅଛି ହେଲା, କିନ୍ତୁ ଏଗୁଡା ସବୁ ଆଜ ଇଟ ଇଜ ଅଛି ହେଲା। କିନ୍ତୁ ଏଇଠି ଗୁଡାଏ ତତ୍ସମ ଶବ୍ଦ ଅଛି ଯୋଉଟା କି ଆମ ତଦ୍ଭବ ଭଳିଆ ଦେଖା ହଉଛି କିନ୍ତୁ ଦ୍ୟାଟ ଇଜ ନଟ ତଦ୍ଭବ, ସେଟା ତତ୍ସମ। ସେଥିପାଇଁ ସେଗୁଡାକୁ ମୁଁ ଲେଖିଦେଇଛି ବାଛିକି। ଏଇଟା ହଉଛି ଅର୍ଚ, ଅର୍ଚ ରୁ ଅର୍ଚିବା ହଉନି, ହେଇପାରେ କିନ୍ତୁ ଏଠି ଗୋଟେ ହଉଛି ପୂଜା କରିବା ହେଲା, ଅର୍ଚ ରୁ ହେଲା ପୂଜା କରିବା। ସେମିତି ଭାସ ରୁ ଭାସିବା କହୁନି, ଭାସିବା ହେଇପାରିବ କିନ୍ତୁ ଏଠି ତାର ଆଉ ଗୋଟେ ତତ୍ସମ ଧାତୁ କ୍ରିୟା ହଉଛି କଣ ନା କହିବା ହେଲା। ମିଳ ର ସେମିତି ମିଶିବା, କୁଜ ର ସେମିତି ରାବିବା, ଲୁଣ୍ଠ ର ହଉଛି ଲୁଟିବା। ଏଗୁଡାକ ତତ୍ସମ କିନ୍ତୁ ଟିକେ ଭିନ୍ନ ରକମ ବ୍ୟବହୃତ ହୁଏ। ତମର କାମ ହେଲା ସାରସ୍ୱତରୁ ଏଇଭଳିଆ ଯୋଉଗୁଡାକ ହାଲକା ଟିକେ ତତ୍ସମ ଅଣ୍ଡରରେ ଅଛି ହେଲେ ଟିକେ ଅଲଗା ଅଛି ତାକୁ ସ୍ପେସିଆଲ ଏମ୍ଫାସିସ ଦେଇକି ଦେଖିବା, ତାକୁ ସବୁ ହାଇଲାଇଟ କରିବା ଆଉ ତାକୁ ସ୍ପେସିଆଲ ଏମ୍ଫାସିସ ଦେଖିକି ମନେ କରିବା। କାରଣ ଅପସନରେ ଯଦି ଦେଇଥିବ ଅର୍ଚିବା, ଅର୍ଚିବା, ଅର୍ଚ୍ଚନା କରିବା, ପୂଜା କରିବା ଆଉ କଣ ଗୋଟେ ଦେଇଥିବ ତ ଏଥିମଧ୍ୟରୁ କେଉଁଠି ନୁହଁ ଏଇଭଳିଆ ଦେଇଥିବ ତ ଆମେ କଣ କରିବା, ଆମେ ଅର୍ଚିବାଟା ମାରିକି ଆସିବା କିନ୍ତୁ ଆନ୍ସର ହଉଛି କଣ ନା ପୂଜା କରିବା। ତ ଏଇ ଯୋଉ ମାଇନ୍ୟୁଏଟ ଯୋଉଡାକ ଅଛି ଟିକେ ଅଲଗା ହେଇକି ଅଛି, ନର୍ମାଲ ଫର୍ମରେ ପଡୁନି, question will be asked from that zone. That's why we have to uh, give special emphasis on this type of portion ଯୋଉଟା ଟିକେ ହଟକେ ଅଛି, ଅଲଗା ଅଛି ହେଲା। ଏଇଟା ହେଲା ତତ୍ସମ ଶବ୍ଦ। ତାପରେ ଆସିଲା ତଦ୍ଭବ। ତଦ୍ଭବ ଶବ୍ଦ ସେମିତି ତଦ୍ଭବ ଧାତୁରୁ ଯୋଉଗୁଡା ସବୁ ଆସେ ସେଗୁଡା ହଉଛି କଣ ନା ତଦ୍ଭବ, ତାକୁ ଆମେ କହିବା ତଦ୍ଭବ କ୍ରିୟା ବି କହିବା ଆଉ ହେଲା। ଯେମିତି କଥ ଧାତୁ ହେଲା, କଥ ହବାରୁ ଆସିଲା କହିବା। କ୍ରି ଧାତୁ, କ୍ରିରୁ ଆସିଲା କିଣିବା। କୁଜ, କୁର୍ଦୁ 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 ଏଇଟା ହଉଛି ସଂସ୍କୃତ ହେଲା, କ୍ରି ହଉଛି ସଂସ୍କୃତ। କ୍ରୟ ଯୋଉ ଆମେ କହୁଛେ କ୍ରି କ୍ରୟ, ସେଇ କ୍ରିରୁ କ୍ରୟ ଆସିଛି ହେଲା। ଏଇଟା ହଉଛି କ୍ରି, କ୍ରିରୁ ହେଲା ଆମ ଅପଭ୍ରଂଶ ହେଇକି ଆସିଲା କିଣ, କିଣରୁ ଆସିଲା କିଣିବା। ସେମିତି କଥନ ଯୋଉ ଆମେ କହୁଛେ ସେଇଟା ହଉଛି ସଂସ୍କୃତ କିନ୍ତୁ ସେଥିରୁ ଆସିଲା କହ, ଚେଞ୍ଜ ହେଇକି ତାପରେ ଲାଷ୍ଟକୁ ଆମେ ବ୍ୟବହାର କରୁଛେ କଣ ନା କହିବା। ସେମିତି କୁର୍ଦ, କୁଦ କୁଦିବା। ଜାଣ ଜାଣିବା, ଯେମିତି ଜ୍ଞାନ ସେଇଟାକୁ ଆସିଲା ଜାଣ, ଜାଣଟା ଆସିକି ଜାଣିବା ହେଲା। ସେମିତି ଗଈରୁ ହେଲା ଗା, ତାପରେ ଆସିଲା ଗାଇବା। ପଠ, ପଠରୁ ଆସିଲା ପଢ, ତାପରେ ଆସିଲା ପଢିବା। ତ ଏଇ ସବୁ ଗୁଡା ହଉଛି କଣ ତଦ୍ ଭବ ଧାତୁ। ଏଇଗୁଡା ହଉଛି କଣ ନା ତତ୍ ସମ ଧାତୁ। ଏଇଗୁଡା ହଉଛି କଣ ନା ତାର ସେଇ ଧାତୁ ଗୁଡାକର ସବୁ କ୍ରିୟା ରୂପ। ଏଗୁଡା ହଉଛି କ୍ରିୟା ହେଲା। ସେମିତି ପ୍ରଛୁ, ପ୍ରଛୁ ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ, ଏଇଟା ଇମ୍ପୋର୍ଟାଣ୍ଟ ତମେ ବକ୍ସ କରିଛି। ପ୍ରଛୁ, ପ୍ରଛୁ ହେଲା ପୁଛ, ପୁଛ ମାନେ ପୁଛିବା, ପଚାରିବା ଯୋଉ ଆମେ କହୁଛେ ହେଲା। ପଚାରିବା ତାକୁ ଯଦି ପିଓର ଆମ ଭାଷାରେ କହିବା ଲୋକାଲ ଲାଙ୍ଗୁଏଜରେ ହେଲା ପଚାରିବା। ସେମିତି ବୁଧ ବୁଝିବା। ହନ ହାଣିବା, ହନ ଗୋଟେ ଇଏ, ହାଣ ଆସିଲା, ହାଣରୁ ଆସିଲା ହାଣିବା। ଛିଦରୁ ଆସିଲା ଛିଣ୍ଡା ବା ଛିଣ୍ଡେଇବା। ସ୍ଖଳ, ଖସ ଖସିବା। ଶିଖ, ଏଠି ଦେଖ ସ୍ପେଲିଂ
ସ୍ପେଲିଂ ଯେତେବେଳେ ଏଇଟା ହଉଛି ସଂସ୍କୃତ ଶିଖ, ସେତେବେଳେ ଆମର ଅପଭ୍ରଂଶ ଶିଖ ଆସିଲା, ଏଇ ଖ ଆସିଲା। ବର୍ତ୍ତମାନ ଆମେ ଏଇଟା ୟୁଜ କରୁଛେ। ଏଟା ହଉଛି ଗ୍ରଥ, ଗ୍ରଥ ରୁ ଆସିଲା ଗୁନ୍ଥିବା, ଗୁନ୍ଥିବା ଯୋଉ ଫୁଲ ଗୁନ୍ଥୁଛେ, ତ ଗ୍ରଥ ହଉଛି ସଂସ୍କୃତ, ଏଇଟା ହେଲା ତାର ତଦ୍ଭବ, ଏଇଟା ହେଲା ଗୁନ୍ଥିବା। ଏଟା ହଉଛି ୟୁଜ କରୁଛେ ଯୋଉ ଆମ କ୍ରିୟା ରୂପଟା। ସ୍ଫୁଟ, ସ୍ଫୁଟ ରୁ ଫୁଟ, ଫୁଟ ରୁ ଫୁଟିବା, ଏଇ ସବୁ ଗୁଡାକ ନି, ନି ଦେନ ଆସିଲା ନେ, ତାପରେ ଆସିଲା ନେବା। ତ ଏଇଗୁଡା ହଉଛି ଆମର ସବୁ ତଦ୍ଭବ ଧାତୁ, ଯୋଉଟା କି ତତ୍ସମରୁ ଆସିଛି, ଆସିଲା ପରେ ଆମର ଭାଷାରେ ଏଇଭଳିଆ ବ୍ୟବହାର କ୍ରିୟା ରୂପରେ ହଉଛି। ସେମିତି ଦେଶଜ ଧାତୁ, ଦେଶଜ ଧାତୁ ବହିରେ ଯାହା ଯାହା ଅଛି ସେଗୁଡା ସବୁ ଦେଖିଦବ ଭଲସେ, ଯୋଉଟା କି ନର୍ମାଲି ଆମର ତଦ୍ଭବ ତତ୍ସମ ଡିସାଇଡ କଲା ବେଳେ ଆମେ ଯେତେବେଳେ ଦେଶଜକୁ ଆସିବା ସେତେବେଳେ ଆମେ ଅନୁମାନ କରିବା କୋଉ ଶବ୍ଦ ଗୁଡାକ ହିନ୍ଦୀରେ ବ୍ୟବହାର ହଉନି। ଯୋଉଗୁଡାକ ସବୁ ହିନ୍ଦୀରେ ବ୍ୟବହାର ହଉଛି ପ୍ରାୟତଃ ବହୁତ ଗୁଡେ ସିମିଲାର ଓଡିଆ ବହୁତ ଗୁଡେ ଓଡିଆ ୱାର୍ଡ ଯୋଉଟାକି ହିନ୍ଦୀ ଭାଷାରେ ବ୍ୟବହାର ହଉଛି। ତ ହିନ୍ଦୀ ମୁଭି ଦେଖୁଛେ, ଇଏ ଦେଖୁଛେ, ହିନ୍ଦୀର ଯୋଉ ରାମାୟଣ ଏଇ ସବୁ ଟାଇପ ର ଯୋଉ ସିରିଜ ଗୁଡା ମାଇଥୋଲୋଜିକାଲ ଷ୍ଟୋରି ଗୁଡା ଦେଖୁଛେ, ସେଗୁଡାକରେ ଯୋଉ ଭାଷାଟା ବ୍ୟବହାର ହଉଛି ସେଟା ହଉଛି ପିଓର ହିନ୍ଦୀ ଭାଷା। ତ ଯୋଉ ଶବ୍ଦ ଗୁଡା ତୁମେ ଦେଖିବ ହିନ୍ଦୀ ଭାଷାରେ ବ୍ୟବହାର ହଉନାହିଁ, ତ ମୁଁ ଦେଖିଲି ଯେମିତି ଆଉଟ, ଆମେ କେତେବେଳେ ବି ଆଉଟିବା ଏଇଭଳିଆ ଶବ୍ଦ କେବେ ହିନ୍ଦୀ ଭାଷାରେ ଶୁଣିନେ। ତ ମୋଷ୍ଟଲି ଇଟ ୱିଲ ବି ଅଣ୍ଡର ଦେଶଜ ଧାତୁ, ହେଲା, ଦେଶଜ ଶବ୍ଦ। ତ ଏଇଟା ହେଲା ଧାତୁ। ତ ଏମିତି କରିକି ସେଗ୍ରିଗେଟ କରିବା। ତ ସେଥିପାଇଁ କି ଟିକେ ହିନ୍ଦୀ ଭାଷାଟା ଯେତେବେଳେ ପଢୁଛ କିମ୍ବା ହିନ୍ଦୀର କୌଣସି ମାଇଥୋଲୋଜିକାଲ ଷ୍ଟୋରି ଦେଖୁଛ, ପ୍ଲିଜ ଟିକେ ନାକୁ ଭଲସେ ସେ ୱାର୍ଡ ଗୁଡାକ ଉପରେ ଗୌର କର। ତ ଯୋଉ ଗୁଡାକ ସେଠୁ ଆସିଛି ସେଗୁଡାକ କେବେ ଦେଶଜ ନୁହେଁ, ହେଲା। ଦେଶଜ ହଉଛି ଆମର ଏଠିକାର ଲୋକାଲ ଭାଷା, ଆଉ କିଛି ଯୋଉଟା ସାଉଥ ଇଣ୍ଡିଆରୁ ଡ୍ର ହେଇଛି, ଇଏ ହେଇଛି, ଯୋଉଟା କି ସଂସ୍କୃତ ଭାଷାର ପାର୍ଟ ବୋଲି ଆମେ କହୁନେ, ହେଲା। ଧାତୁ ଗୁଡିକ ବିଭିନ୍ନ ପ୍ରାଦେଶିକ ଭାଷାରୁ ଆସିଛନ୍ତି, କୋଉଗୁଡାକ ଦେଶଜ ଧାତୁ ଗୁଡାକ, ହେଲା। ଯେମିତି ଆଉଟ, ଆମେ ଯୋଉ କହୁଛେ ଆଉଟିବା, ଯୋଉ ରୋଷେଇ କରିବା, ଯୋଉ କ୍ଷୀର ପକେଇକି ତାକୁ ଆଉଟନ୍ତି, ହେଲା, ଏଇଟା ହଉଛି ଆଉଟିବା। ସେମିତି ଉଝାଳିବା, ଉଝାଳିବା ଯୋଉ କହନ୍ତି ଯୋଉ ଅଳିଆ ହେଇଥିବ, ଖତ ଗଦା, ଖତ ଗଦାକୁ ଉଝାଳିବା ମାନେ କଣ, ଉଝାଳ ମାନେ ସେ ଯୋଉ ପଙ୍କ ପାଣି ଏସବୁ, କିମ୍ବା ପୋଖରୀ ଉଝାଳିବା, ପୋଖରୀ ଯୋଉ ପଙ୍କ ପାଣି ଏ ଅସନା ହେଇଯାଇଥାଏ ତାକୁ ସବୁ ବାହାର କରିକି ତାକୁ ପୁରା ଫ୍ରେଶ ରିଜୁବିନେଟ କରାଯାଏ, ତ ତାକୁ ହଉଛି ଉଝାଳିବା। ସେ ଉଝାଳ, ଉଝାଳଟା ହଉଛି ଦେଶଜ ଧାତୁ, ସେଠୁ ଆସିଲା ଉଝାଳିବା। ଦେନ୍ ଖରକ, ଖରକିବା କହନ୍ତି, ଯୋଉ ଖରକିବା କହନ୍ତି ଯୋଉ ଘର ଓଳେଇବା, କିମ୍ବା ଏଇଟା ହଉଛି ଲୋକାଲ ଲାଙ୍ଗୁଏଜ। ଖଡକିବା ହଉଛି ମାନେ ହଉଛି ଘରର ଯୋଉ ଦୁଆରଟା, ଖଡିକା ଯୋଉ କହନ୍ତି, ଗୋଟେ ଝାଡୁ ଥାଏ ଯୋଉ ଆମର ନଡିଆର ସେ ଯୋଉ ବାହୁଙ୍ଗାରୁ ବାହାର କରିକି ସେଥିରୁ କରାଯାଇଥାଏ, ତ ସେଟା ହଉଛି ଖରକିବା ମାନେ ଓଳେଇବା, ସଫା କରିବା। କିନ୍ତୁ ଏଇ ଖରକ ଶବ୍ଦଟା ହଉଛି କଣ, ଆଉ ଖରକିବା, ତାପରେ ଖରକ, ତାପରେ ଝାଟେଇବା, ଏଗୁଡା ସବୁ ଝାଡୁ, ଝାଡୁ ଝାଟେଇବା, ଏଗୁଡା ସବୁ ହଉଛି ଆମର କଣ, ଦେଶଜ ଶବ୍ଦ। ଦେଶଜ ଶବ୍ଦରୁ ଆସିଲା ଦେଶଜ କ୍ରିୟା, ହେଲା। ଚାହିଁବା, ଛାଙ୍କ, ଛାଙ୍କିବା, ଯୋଉ ଇଏ ଛାଙ୍କିବା, ଛାଣିବା ଯୋଉ କହନ୍ତି। ଡୁବିବା, ଦରାଣ୍ଡ ଯୋଉ ଖୋଜିବାଟାକୁ କହନ୍ତି ଦରାଣ୍ଡ, ଦରାଣ୍ଡରୁ ଆସିଲା ଦରାଣ୍ଡିବା। ବୋବାଲ, ବୋବାଳିବା। ହାପୁଡ, ହାପୁଡିବା, ଏଗୁଡା ସବୁ ହଉଛି ଆମର ଦେଶଜ ଲୋକାଲ ଲାଙ୍ଗୁଏଜ। ତ ଏଠୁ ଯୋଉଗୁଡା ଆସିଲା ସେଇଟା ହଉଛି ଦେଶଜ ଧାତୁ କ୍ରିୟା, ହେଲା। ଦେଶଜ ଧାତୁରୁ ଯେହେତୁ ର ହେଲା, ସେଇଗୁଡା ହଉଛି ଦେଶଜ ଧାତୁ କ୍ରିୟା। ସେମିତି ବୈଦେଶିକ ଧାତୁ, ବୈଦେଶିକ ଧାତୁରୁ ବିଶେଷ କିଛି ନାହିଁ, ଅଳ୍ପ କେତେ ପକଡ, ବଦଳ, ବିଗଡ, ଏମିତି ଅଳ୍ପ କିଛି ଅଛି ଯୋଉଗୁଡାକ, ଯୋଉ ପକଡରୁ ପକଡିବା, ବଦଳିବା, ବିଗିଡିବା, ଏଇ ସବୁ ଶବ୍ଦ ଗୁଡାକ ସବୁ ଏଇଥିରୁ ଆସିଛି, ହେଲା। ବୈଦେଶିକ ଧାତୁ, ସେଥିରୁ ଆସିଛି କ୍ରିୟା ଗୁଡାକ, ହେଲା। ତାପରେ ଆମେ ଦେଖିବା ଯେ ଆଉ କିଛି ଶବ୍ଦ ଅଛି, ଆମେ ଯେମିତି ଦେଖିବା ଯେ କ୍ରିୟାରେ ଲାଗୁଥିବା କିନ୍ତୁ ଅର୍ଥ ନଥିବା ପଦ ବା ଶବ୍ଦ ରୂପକୁ କ୍ରିୟା ବିଭକ୍ତି କୁହାଯାଏ। ଆଚ୍ଛା, ଆମେ ଏଇଗୁଡା ସବୁ ଦେଖିଦେଲେ କେମିତି ଆସୁଛି। ତାପରେ ଆମେ ଦେଖିବା ଯେ କ୍ରିୟା ବିଭକ୍ତି କାହାକୁ କୁହାଯାଏ। ଏଇଠି ଗୋଟେ ହେଡିଙ୍ଗ ମୁଁ ଦେଇ ଦଉଛି, ଆଇ ଜଷ୍ଟ ମିସ୍ଡ ଇଟ୍, ହେଲା। କ୍ରିୟା ବିଭକ୍ତି, କ୍ରିୟା ବିଭକ୍ତି କାହାକୁ କହିବା, ପଢିବା ମାନେ ଯେକୌଣସି ଧାତୁ କିମ୍ବା ଶବ୍ଦ, ସେ ଶବ୍ଦରୁ ଆସିଲା ପରେ ଯୋଉ ଆମର କ୍ରିୟାଟା ଆସିଲା, ସେ କ୍ରିୟା ପରେ ତାପରେ କିଛି ପୋର୍ସନ ଲାଗିଛି, ଯେମିତି କି ଏଇଗୁଡାକ ଛି, ଛି, ବୁ, ଇବୁ, ଇଛି, ଇଲା, ଏଇ ସବୁ, ବଦଳିଲା, ହେଲା। ଖେଳ, ଖେଳ ଆସିଗଲା, ତାପରେ ଇଲା,
ଏ ଯୋଉ ଇଲା ଆସିଲା, ଇବୁ ଆସିଲା, ଇଛି ଆସିଲା, ଉଛୁ ଆସିଲା, ଏଇ ସବୁ ଗୁଡାକର କିଛି ଅର୍ଥ ନାହିଁ। ଇଣ୍ଡିଭିଜୁଆଲି ଦେଖିଲା ସବୁ ଏମାନଙ୍କର କୌଣସି ଅର୍ଥ ନାହିଁ। କିନ୍ତୁ ଏଗୁଡାକୁ ଲାଗିଲେ ଆମେ ତାର ଗୋଟେ ଅର୍ଥକୁ ବୁଝା ପଡୁଛି। କିମ୍ବା ଗୋଟେ ଯେତେବେଳେ ଖେଳଟା ଖେଳିଲା ହଉଛି ସେତେବେଳେ ଆମେ ଦେଖୁଛେ ଯେ ଏଇଟା ପ୍ରଥମ ଯେହେତୁ ଖେଳିଲା ଅଛି ସେଥିପାଇଁ କି କୋଉ ପୁରୁଷ ସେ ଖେଳିଲା ଏଇଭଳିଆ ହେଇଥିବ। ତ ତୃତୀୟ ପୁରୁଷ ପ୍ରଥମ ଯୋଉ ତୃତୀୟ ପୁରୁଷ ଏକ ବଚନରେ ଅଛି। ଏଥିରୁ ଆମେ ଜାଣିପାରୁଛେ ଏଇଟା ତୃତୀୟ ପୁରୁଷ ଏକ ବଚନ। ଏଇ ଖେଳିଲାରୁ ଜଣା ପଡୁଛି। ତ ଏଇ ଯୋଉ ଇଲା ଲାଗିଲା ଏଗୁଡାକର ଇଣ୍ଡିଭିଜୁଆଲି କୌଣସି ମୂଲ୍ୟ ନାହିଁ। କିନ୍ତୁ ଯେତେବେଳେ ଏଇଟା ବିଭକ୍ତି ହେଇକି ୟୁଜ ହେଲା ଆଉ ଧାତୁ ସହିତ ଲାଗିଲା ସେତେବେଳେ ସେ ଗୋଟେ କ୍ରିୟା ହେଇକି ଆମକୁ ଗୋଟେ ପର୍ଟିକୁଲାର ଦେଖେଇଲା ଯେ କଣଟା କରୁଛି, କେତେଟା ଲୋକ କରୁଛନ୍ତି, ସେ ତୃତୀୟ ପୁରୁଷରେ ଅଛି ଆଉ ଏକ ବଚନରେ ଅଛି ଆଉ ଖେଳୁଛି ବୋଲି। ଏ ସମ୍ପୂର୍ଣ୍ଣ ସେନ୍ସକୁ ସେ ମାନେ ଶୋ କଲା। ତ ୟାକୁ ଆମେ କହିବା କ୍ରିୟା ବିଭକ୍ତି ହେଲା। ଏହି ଅର୍ଥ ନଥିବା ଚିହ୍ନ ଗୁଡିକର ମୂଳ କ୍ରିୟାର କାଳ ସମ୍ପନ୍ନତା ବା ଅସମ୍ପନ୍ନତାକୁ ସୂଚିତ କରିଥାଏ। ଆମେ ଯେମିତି ଦେଖିଲେ ହେଲା, କାଳ କଥା କହିଲା ଯେ ଖେଳିଲା, ଖେଳିଲା ମାନେ କଣ ପାଷ୍ଟ ଟେନ୍ସରେ ଅଛି ହେଲା, ଅତୀତ କାଳରେ ଅଛି ହେଲା। ଖେଳିଲା ମାନେ ଇଲା ସରେଇ ଦେଇଛି, ଖେଳା ସାରିଛି, ତ ସମ୍ପନ୍ନତା କଥା କହୁଛି ହେଲା। କି ଯଦି ଖେଳୁଛି ବୋଲି କହୁଛେ ତାହେଲେ ଆମେ କହିବା ଯଦି ସପୋଜ ଲେଖା ହେଇଥାନ୍ତା ଏଇଟା ଖେଳୁଛି, ଏ ଯେମିତି ପଢୁଛି ଅଛି, ପଢୁଛି ଉଛି ଅଛି, ଏଇଟା ଆମେ ଆଗକୁ ଦେଖିବା। ଉଛି ଅଛି ମାନେ ଏଇଟା ହଉଛି କଣ, ଛି ଅଛି ମାନେ ଏଇଟା କଣ, ଯେ ଏଇଟା ହଉଛି ବର୍ତ୍ତମାନ ଟାଇମରେ ଅଛି, ବର୍ତ୍ତମାନ କାଳରେ ଅଛି। ଉଛି ମାନେ ହଉଛି ବର୍ତ୍ତମାନ ସିଏ କଣ୍ଟିନ୍ୟୁ କରୁଛି, ଏଇଟା ଅସମ୍ପନ୍ନତାକୁ ଶୋ କରୁଛି ହେଲା। ତାପରେ ଆସିଲା ନାମ ଧାତୁ। ଏଇଟା ସରିଗଲା କେମିତି ଶବ୍ଦ ଗୁଡାକରୁ ଆସିଛି, ମାନେ ଯୋଉଗୁଡାକ କର୍ମ କ୍ରିୟା ଶବ୍ଦରୁ ଆସିଛି ନାମ ଧାତୁରୁ। ତାପରେ ଆଉ କିଛି କିଛି ଧାତୁ ଅଛି ଯୋଉ ଗୁଡାକୁ ଆମ କୋଉଥିରୁ ଆସିଛି ନା ବିଶେଷ୍ୟ ଆଉ ବିଶେଷଣ ପଦରୁ ଆସିଛି। ତ ଏଇ ବିଶେଷ ଆଉ ବିଶେଷଣ ପଦକୁ ଆମେ ନାମ ବୋଲି କହୁଛେ। ଏଥିରୁ ଯୋଉ ଗୁଡାକ ଆସିଛି ତାକୁ ଆମେ କହିବା ନାମ ଧାତୁ କ୍ରିୟା ହେଲା। ଯେମିତିକି ଆମେ ଏଠି ଗୋଟେ ଏକ୍ସାମ୍ପଲ ଦେଖିବା, ମହାକାଶ ଯାନଟି ଚନ୍ଦ୍ର ଆଡକୁ ମୁହାଁଉଛି। ଆମେ ଜାଣିଛେ ମୁହଁଟା ହଉଛି କଣ ଗୋଟେ ବିଶେଷ୍ୟ, ମୁହଁଟା ହଉଛି ଗୋଟେ ବିଶେଷ୍ୟ। ତ ମୁହାଁଉଛି, ମୁହାଁଉଛି ମାନେ ଏଇ ବିଶେଷ୍ୟ ପଦରୁ ଏଇଟା ଗୋଟେ ଉଛି ଲାଗିକି ଇଏ ଗୋଟେ କ୍ରିୟାରେ କନଭର୍ଟ ହେଲା ହେଲା। ଏ ଯୋଉ କ୍ରିୟାରେ କନଭର୍ଟ ହେଲା ତାକୁ ଆମେ କହିଲେ କଣ ନା ଏଇଗୁଡା ହଉଛି ନାମ ଧାତୁ କ୍ରିୟା। କାରଣ ଏଇ ଯୋଉ ନାମରୁ ମୁହୁ, ମୁହୁରୁ ଆସିଲା ବିଶେଷ୍ୟ, ବିଶେଷ୍ୟ ପଦରୁ ହେଲା କଣ ଉଛି ଲାଗିକି କ୍ରିୟା ହେଲା। ତ ଏଇଟାକୁ ଆମେ ନାମ ଧାତୁ କ୍ରିୟା ବୋଲି କହୁଛେ। ସେମିତି ବିଶେଷଣ, ବିଶେଷଣ ଯଦି ଦୂର, ଆଜିକାଲି ଆମଠାରୁ ଦୂରେଇ ଗଲଣି, ଏଇ ଦୂର ଶବ୍ଦଟା ହଉଛି ଗୋଟେ ବିଶେଷଣ। ଆଉ ସେଇ ବିଶେଷଣଟାକୁ ଆମେ ଦୂରେଇ ଗଲେଣି ବୋଲି ଗୋଟେ କ୍ରିୟାରେ ବ୍ୟବହାର କରୁଛେ। ତ ଏଇଟାକୁ ଆମେ କହିବା କଣ ନା ନାମ ଧାତୁ କ୍ରିୟା। ଏମିତି ଯୋଉ ବହିରେ ଯେତିକି ଏକ୍ସାମ୍ପଲ ଦେଇଛି ସେଗୁଡା ସବୁ ଦେଖିବା। ନାମ ଧାତୁରୁ ଉଦ୍ଧୃତ କ୍ରିୟାଟି ନିଷ୍ପନ୍ନ କ୍ରିୟାକୁ ଯୋଉଟା କି ମାନେ ନାମ ଧାତୁରୁ ଆସିଥାଏ, ଉଦ୍ଧୃତ କ୍ରିୟା ବା ନିଷ୍ପନ୍ନ କ୍ରିୟାକୁ ଆମେ ନାମ ଧାତୁ କ୍ରିୟା ବୋଲି କହନ୍ତି। ଯୋଉଟା ଡେଫିନେସନଟା ଆମେ ଜାଣିଲେ। ଏହି ଧାତୁ ଗୁଡିକ ସାଧାରଣତଃ ଆ, ଏ ବା ଅ ହେଲା, ତାର ଯୋଉ ଏଣ୍ଡିଙ୍ଗ ହୁଏ କେମିତି ହୁଏ, କାରାନ୍ତ ହୁଏ ହେଲା। ଝାଳ, ସପୋଜ ଝାଳ ଗୋଟେ ଶବ୍ଦ, ପ୍ରତିପାଦିକ ଯୋଉ ଆମେ କହୁଛେ, ତ ସେଇ ଯୋଉ ବିଶେଷ୍ୟ, ତ ସେଥିରେ କଣ ହେଲା ନା ଆ ପ୍ରତ୍ୟୟ ଲାଗିଲା, ଲାଗିକି ହେଲା ଝାଳା ହେଲା। ସେମିତି ଝାଳାଇବା, ଯେମିତି ଯୋଉ ଝାଳାଇବା, ଦେହଟା ଝାଳାଇ ଗଲାଣି କି ସେଇଭଳିଆ ଆମର ଝାଳେଇବା ହେଲା। ଯେମିତି କି ଆମେ ଯେମିତି କଣ୍ଟେନର ଭିତରେ କିଛି ରଖିଲେ ଝାଳେଇବା ଆମେ କହୁଛେ, ତା ଭିତରେ ଯୋଉ ଡ୍ରପସ ଡ୍ରପସ ପାଣି ଲାଗିଯାଏ ତ ଝାଳେଇବା। ତ ଏଇଟା ଗୋଟେ ଶବ୍ଦ ବିଶେଷ୍ୟ ରୂପ ବା ନାମ ଧାତୁ, ଆଉ ଏଇଟା ଏଠି କ୍ରିୟା ଭଳିଆ ବ୍ୟବହାର ହଉଛି। ସେମିତି ସଳଖେଇବା, ସଳଖ, ସଳଖ ହଉଛି ନର୍ମାଲ ଗୋଟେ ବିଶେଷଣ ରୂପେ ବି ବ୍ୟବହାର ହୁଏ। ଆଉ ବେଳେ ବେଳେ କଣ ନା ସଳଖ ହଉଛି ସିଧା, ତ ଏଇଟା ଗୋଟେ ବିଶେଷ୍ୟ ରୂପେ ମଧ୍ୟ ବ୍ୟବହାର କରାଯାଏ। ତ ଏଠି କଣ ସଳଖା, ତ ଆମେ ଜଗୁଛେ ଆରେ ସେ ଜିନିଷଟା ଟିକେ ସଳଖା, ମାନେ ଆମେ ଜଣକୁ ମାନେ ନିର୍ଦ୍ଦେଶ ଦଉଛେ ଯେ ସେଟାକୁ ସିଧା କରିକି ରଖେ। ତ ଏଇଟା ଗୋଟେ କ୍ରିୟା ଭାବେ ବ୍ୟବହାର କରାଗଲା। ସଳ ଖାଇବା ବି ସେଇଆ, ତାପରେ ସଳ ଖେଇବା ବି ସେଇଆ।
ତ ଏଗୁଡା ସବୁ ଗୋଟେ ଗୋଟେ କ୍ରିୟା। ଅଣ୍ଟେଇବା, ଆଖେଇବା, ସଳଖେଇବା, ଏଇ ସବୁ ଗୋଟେ ଗୋଟେ ହଉଛି କ୍ରିୟାରେ ରୂପେ ବ୍ୟବହାର ହଉଛି, ଆଉ ଯୋଉଟା କି ଡ୍ର ହେଇଛି କୋଉଠୁ? ବିଶେଷ୍ୟ ଆଉ ବିଶେଷଣ ପଦରୁ। ତ ତାକୁ ଆମେ କହିବା ନାମ ଧାତୁ। ହେଲା, ମୂଳକ ବ୍ୟୁତ୍ପନ୍ନ କ୍ରିୟାପଦ। ହେଲା, ଏଟା ବି ଆମେ 4 ପ୍ରକାର ଭାଗରେ ବିଭକ୍ତ କରୁଛେ। ତତ୍ସମ ମୂଳକ ନାମ ଧାତୁ, ଆଉ ଗୋଟେ ହେଲା ତଦ୍ଭବ। ରାଗ, ରାଗ ହଉଛି ଗୋଟେ ମାନେ ସ୍ୱଭାବ, ଗୁଣ। ହେଲା, ତ ଏଇଟା ହଉଛି ଗୋଟେ ବିଶେଷ୍ୟ। ସେଠୁ ଆସିଲା କଣ ନା ରଗେଇବା। ସେମିତି ଚିକଣ, ଚିକଣରୁ ଆସିଲା ଚିକଣେଇବା। ସେମିତି ତଦ୍ଭବ, ତଦ୍ଭବରେ ଆମ କାନ, କାନ ହଉଛି ଗୋଟେ ବିଶେଷ୍ୟ, ଗୋଟେ ଅଙ୍ଗ ପ୍ରତ୍ୟଙ୍ଗର ନାଁ। ତ ସେଥିପାଇଁ ଏଇଟା ହଉଛି କାନେଇବା। ଏଇଟା ହଉଛି କଣ? ବିଶେଷାତ୍ମକ, ୟାର ଯୋଉ ବିଶେଷାତ୍ମକ କ୍ରିୟା ଏଇଟା। ହେଲା, ଇଏ ସବୁ ହଉଛି ବିଶେଷାତ୍ମକ କ୍ରିୟା। ସେମିତି ବଉଳ, ବଉଳେଇବା, କାଖ, କାଖେଇବା, ଇଏ ସବୁ ହଉଛି ଶବ୍ଦ ଗୁଡାକ, ଯୋଉଗୁଡାକ ଆମେ କଣ କରିଛେ ନା କ୍ରିୟାରେ କନଭର୍ଟ କରିଛେ। କିନ୍ତୁ ପୂର୍ବରୁ ଯୋଉଗୁଡା ଦେଖିଲେ ସେଟା ହଉଛି ଧାତୁ। ଏଗୁଡାକ ହଉଛି କଣ ନା ବିଶେଷ୍ୟ, ଯୋଉଟାକୁ ଆମେ ଧାତୁ ଦେନ୍ ଯୋଉଟାକୁ ଆମେ ଅ, ପୂର୍ବରୁ ଯେମିତି ନାଚ, ହାଣ, ପୃଚ୍ଛ, ଏଗୁଡା ସବୁ ପଢିଲେ, ଏଗୁଡା ହଉଛି ଗୋଟେ ଗୋଟେ ଧାତୁ, ଯାହାକୁ ଆମେ କ୍ରିୟା ରୂପେ ବ୍ୟବହାର କରିଛେ। କିନ୍ତୁ ଏଗୁଡା ଯୋଉ ରାଗ, ଚିକଣ, କାନ, ବଉଳ, କାଖ, ଏଗୁଡା ସବୁ ହଉଛି ଗୋଟେ ଗୋଟେ ବିଶେଷ୍ୟ, ଯୋଉଟାକୁ ଆମେ କ୍ରିୟା ରୂପେ ବ୍ୟବହାର କରୁଛେ, ଯୋଉଟାକୁ ଆମେ ନାମ ଧାତୁ କ୍ରିୟା ବୋଲି କହୁଛେ। ସେମିତି ସନନ୍ତ ଧାତୁ। ହେଲା, ସନନ୍ତ ଯେତେବେଳେ ଆମେ ପଢିବା ଯୋଉ ସନନ୍ତ ଜନ୍ତ, ସେତେବେଳେ ଏଗୁଡା ସବୁ ଆମେ ଦେଖିବା। ହେଲା, ସିଏ ବି ଲାଗିକି ଆମର ବହୁ ଜାଗାରେ କରିବାକୁ ଇଚ୍ଛୁକ। ଜନ୍ତ ଧାତୁ ଲେଖି ପୁନଃ ପୁନଃ ଜଳିବା, ଜାଜଲ୍ୟ ମାନେ ସେଇ ସେନ୍ସରେ ବ୍ୟବହାର ହୁଏ। ଏଗୁଡା ସବୁ ବି କ୍ରିୟାକୁ ପ୍ରଦର୍ଶନ କରେ। We will see these two chapters in a different ମାନେ ସେକ୍ସନ କରିବା, ଯୋଉଠି କି ଆମେ କ୍ଲିୟରଲି ସେଟାକୁ ପଢିବା। ହେଲା, ତାପରେ ଆସିଲା ପ୍ରୟୋଜକ ବା ପ୍ରେରଣାର୍ଥକ କ୍ରିୟା। ଧାତୁ ବା କ୍ରିୟା ଯେଉଁ ଧାତୁରୁ କେହି ଅନ୍ୟ ଦ୍ୱାରା କାର୍ଯ୍ୟ କରାଉଥିବାର ଜଣାଯାଏ, ତାକୁ ପ୍ରୟୋଜକ ବା ପ୍ରେରଣାର୍ଥକ ଧାତୁ ବୋଲି ଆମେ କହିବା। ଆଉ ସେଇ ଧାତୁରୁ ଯୋଉଟା ଜାତ, ତାକୁ ଆମେ ପ୍ରେରଣାର୍ଥକ କ୍ରିୟା ବୋଲି କହିବା। ଆଉ କଣ, ଯେମିତି କି ଏକ୍ସାମ୍ପଲ ଦେଖିବା, ଶିଳ୍ପୀ ମୂର୍ତ୍ତି ଗଢୁଛି। ହେଲା, ଗଢୁଟି ହଉଛି ସରଳ, ଏଟା ହଉଛି ସରଳ କ୍ରିୟା, ନର୍ମାଲ ଗଢୁଛି, ଗୋଟାଏ ଲୋକ ଗଢୁଛି। କିନ୍ତୁ ଏଠି ଲେଖା ହେଲା ଯେ ରାଜା ଶିଳ୍ପୀ ଦ୍ୱାରା ମୂର୍ତ୍ତି ଗଢାଉଛନ୍ତି। ହେଲା, ଏଠି କାମଟା କରାଯାଉଛି, କାମଟା ରାଜା ନିଜେ କରୁନାହାନ୍ତି। ଯଦି ହେଇଥାନ୍ତା ଯେ ରାଜା ମୂର୍ତ୍ତି ଗଢୁଛନ୍ତି, ତାହେଲେ ସେଟା ସରଳ କ୍ରିୟା ହେଇଥାନ୍ତା। କିନ୍ତୁ ଏଠି ପ୍ରୟୋଜକ ବା ପ୍ରେରଣାର୍ଥକ ଧାତୁ ବା କ୍ରିୟାରେ କଣ ହଉଛି ନା ରାଜା ଶିଳ୍ପୀ ଦ୍ୱାରା ମୂର୍ତ୍ତି ଗଢାଉଛନ୍ତି, ତା ମାନେ କେହି ଅନ୍ୟ ଦ୍ୱାରା କାର୍ଯ୍ୟ କରାଉଥିବାର ଜଣାଯାଏ, ତାକୁ ପ୍ରୟୋଜକ ବା ପ୍ରେରଣାର୍ଥକ ଧାତୁ ବୋଲି କୁହାଯାଏ। ଏମିତି ଗଢୁଛି ର ଏଠି ଗଢା, ତ ଆ ପ୍ରତ୍ୟୟ ଲାଗିକି କଣ ହେଲା ନା ସେଇଟା ପ୍ରୟୋଜକ ଧାତୁ ଭାବେ ବ୍ୟବହୃତ ହେଲା, ଯୋଉଟାକୁ ଆମେ କ୍ରିୟା ଭାବେ। ଯେମିତି କର, କର ମାନେ ମୁଁ କାମ କରୁଛି, ସେଇଟା ହେଲା ସରଳ କ୍ରିୟା, କରୁଛି। କିନ୍ତୁ ଯଦି କହିବି ଯେ ମୁଁ କାମ କରାଉଛି, ତ ଆ ପ୍ରତ୍ୟୟ ଲାଗିକି କରାଉଛି ହେଲା, ତ ଏଇଟା ହେଲା କଣ ନା ଏଇଟା ହଉଛି ପ୍ରେରଣାର୍ଥକ ବା ପ୍ରୟୋଜକ କ୍ରିୟା। ସେମିତି ମୋ ଦ୍ୱାରା ଶୁଆ ହେଇଛି, ମୁଁ ଶୋଇଛି, ନର୍ମାଲ, ସେଟା ହଉଛି ସରଳ କ୍ରିୟା। କିନ୍ତୁ ଯଦି ମୁଁ କହିବି ଯେ ମୋ ଦ୍ୱାରା ଶୁଆ ହେଇଛି, ତା ମାନେ ଏଟା ହଉଛି ପ୍ରୟୋଜକ ବା ପ୍ରେରଣାର୍ଥକ କ୍ରିୟା। ସେମିତି ଏଠି ମୁଁ ଏକ୍ସାମ୍ପଲ କେତେଟା ଦେଇଛି, ଉଠିବର ଉଠାଇବ, ଦେଖିଲାର ଦେଖାଇବ କିମ୍ବା ଦେଖାଇଲା, ଶୁଣାନ୍ତିର ଶୁଣାଇବ କି ଶୁଣାଇଲା କି ଶୁଣାଇଛି। ତ ଆ ପ୍ରତ୍ୟୟ ଲାଗିକି ଯେତେ ତାର କନଭର୍ସନ ହେଇଥିବ, ତ ତାକୁ ଆମେ କହିବା। ଆଉ କାହା ଦ୍ୱାରା କିମ୍ବା ଇନଡାଇରେକ୍ଟ ସ୍ପିଚ ଯୋଉଟା କହୁଛେ ଆମେ, ସେଥିରେ ତାକୁ ଯଦି ମାନେ ଏକ୍ସପ୍ଲେନ କରିଥିବା, ତାହେଲେ ତାକୁ ଆମେ କହିବା କଣ ନା ପ୍ରୟୋଜକ ବା ପ୍ରେରଣାର୍ଥକ ଧାତୁ ବା କ୍ରିୟା। ହେଲା, ସେମିତି ଆମେ ବର୍ତ୍ତମାନ କାଳ କଥା ଆସିବା। ସେମିତି କାଳରେ କେମିତି ବିଧିରେ ବ୍ୟବହାର ହୁଏ। ବର୍ତ୍ତମାନ କାଳରେ ଆମେ କହୁଛେ ଦେଖାଉଛନ୍ତି, ଅତୀତ କାଳରେ କହୁଛେ ଦେଖାଇଲେ, ଭବିଷ୍ୟତ କାଳରେ କହିଲେ ଦେଖାଇବି। ହେଲା, ତ ଏଠି ତିନିଟା ଆଗରେ କଣ ଆ ପ୍ରତ୍ୟୟ ରହିଲା। ହେଲା, ଯୋଉ
ପ୍ରୟୋଜକ ବା ପ୍ରେରଣାର୍ଥକ ଧାତୁରେ ସବୁଠି ଆ ରହିଲା। କିନ୍ତୁ ଏଇ ଛନ୍ତି ଇଲେ ଆଉ ଇବି ତା ଦ୍ୱାରା ଆମେ କାଳ ଅନୁମାନ ଲଗେଇଲେ ଯେ କଣ ହଉଛି। ତ ପ୍ରେରଣାର୍ଥକ କ୍ରିୟା ପ୍ରେରଣାର୍ଥକ ଧାତୁ ବା ପ୍ରୟୋଜକ ଧାତୁରୁ ଗଠିତ। ଏଗୁଡା କଣ ଏଇଥିରୁ ଗଠିତ ହେଲା ଗଠିତ। ତାପରେ ଆସିଲା ସର୍ବନାମରୁ ବି କ୍ରିୟାପଦ ହୁଏ। ଯେମିତି କି କିଛି ଗୋଟେ ରହିଲା ଆପଣ, ଆପଣ ରହିଲା ଆପଣାଇବା, ଆମେ ସମସ୍ତଙ୍କୁ ଆପଣାଇବା ହେଲା। ହେଲା ତ ଆପଣ ହଉଛି ଗୋଟେ କଣ ସର୍ବନାମ, ସେଠୁ ଆସିଲା ଆପଣାଇବା ହେଲା ଆପଣେଇବା। ତ ଏଠି ଆ ପ୍ରତ୍ୟୟ ଆଉ ଗୋଟେ ହେଲା ଏ ପ୍ରତ୍ୟୟ, ଏଇ ଦିଟା ଲାଗିକି କଣ ହେଲା ନା ସର୍ବନାମରୁ କ୍ରିୟାପଦ ହେଲା। ହେଲା ଗୋଟିଏ ଧାତୁ ବା ଗୋଟିଏ କ୍ରିୟା ବିଭକ୍ତିକୁ ନେଇ ଗଠିତ କ୍ରିୟାପଦକୁ ହଁ ଏଠି ଆସିଲା ଆମର ଏକକ ଆଉ ଯୌଗିକ କ୍ରିୟା ହେଲା। ଏଠି ଆସିଲା ଏକକ କ୍ରିୟା ଆଉ ଗୋଟେ ହେଲା ଯୌଗିକ କ୍ରିୟା। ଏକକ କ୍ରିୟା କାହାକୁ କହିବା? କେବଳ ଗୋଟିଏ ଧାତୁ ରହିବ, ଗୋଟିଏରୁ ଦିଟା ରହିବ ନାହିଁ। ତ ଏଇଠି ଆମେ ଦେଖିବା ପଢେରେ କଣ ହେଇଛି ନା ପଢ ଗୋଟିଏ ଧାତୁ ହଉଛି ହେଲା। ଗୋଟିଏ ଧାତୁ ରହିଲା ତା ସହିତ ଆମେ ପ୍ରତ୍ୟୟ ଲଗେଇଲେ, ଏ ପ୍ରତ୍ୟୟ ଲଗେଇଲେ। ପଢନ୍ତିରେ ସେମିତି ଅନ୍ତି ଲଗେଇଲେ, କିନ୍ତୁ ପଢ ଗୋଟିଏ ଧାତୁ, ଏଇଠି ପଢ ଗୋଟିଏ ଧାତୁ। ତ ଧାତୁ ଯେତେବେଳେ ଗୋଟିଏ ରହିବ ହେଲା ତ ତାକୁ ଆମେ କହିବା, ଏଠି ମୁଁ ଲେଖି ଦଉଛି ଗୋଟିଏ ଧାତୁ, ଓନ୍ଲି ୱାନ୍ ଧାତୁ will be there। ତ ତାକୁ ଆମେ କହିବା କଣ ନା ଏକକ କ୍ରିୟାପଦ। ସେଇଠୁ ଆସିଲା ଯୌଗିକ କ୍ରିୟାପଦ। ଯୌଗିକ କ୍ରିୟାପଦ ମାନେ ଦିଟା ଧାତୁ ରହିବ ହେଲା। କଣ ଏକ୍ସାମ୍ପଲ ଦେଇକି ଦେଖିବା। ଏଠାରେ ଦୁଇଟି କ୍ରିୟା ଅଛି, ଯେମିତି କି ମୁଁ କହିଲି କି ଲେଖି ଅଛି, ଅଛିର ଗୋଟେ ମିନିଂ ଅଛି, ତାପରେ ଆଉ ଗୋଟେ ହେଲା ଲେଖି। ତ ଦିଟା ଯାକ ମିଶିକି ଅଛନ୍ତି ହେଲା। ଏଠି ଗୋଟେ ପଢ, ଏଇଠି ରହିଲା କଣ ପଢ ପ୍ଲସ ଉ, ଏଠି ରହିଲା ପଢ ପ୍ଲସ ଉ, ଏଟା ହଉଛି ଅଚ ପ୍ଲସ ଇ, ଏଇଭଳିଆ ଧାତୁ ଅଛି ହେଲା। ତ ୟାକୁ ଆମେ କହିବା କଣ ମୁଖ୍ୟ, ଏଇଟା ହଉଛି ଗୌଣ। ଆମର ମେନ୍ କାମଟା କଣ ହଉଛି ପଢିବା, ତାର ଧାରଣା କୋଉଠୁ ମିଳିଲା? ପଢ ଧାତୁରୁ। ତ ଏଇଟା ହଉଛି ମୁଖ୍ୟ ଧାତୁ, ଏଇଟା ହଉଛି ଗୌଣ ଧାତୁ। କୋଉଟା? ଅଚ, ଅଚ ଆଉ ଇ ହେଲା ମିଶିକି ହେଲା ଗୌଣ ଧାତୁ ହେଲା। କିନ୍ତୁ ତ ସେଠି ତ ଏଠି ଦିଟା ୟୁଜ ହେଲା, ଗୋଟେ ହେଲା ପଢୁ ପାଇଁ ୟୁଜ ହେଲା, ଆଉ ଗୋଟେ ହେଲା ଅଛି। ଦିଟାକୁ ଯେହେତୁ ମିଶିକି ରହିଲା, ସେଥିପାଇଁ କି ଆମେ କହିବା କଣ ନା ଯୌଗିକ କ୍ରିୟା। ଦୁଇଟି କ୍ରିୟା, ମୋର ଦ୍ୟାନ ୱାନ୍ ହେଲା, ଦୁଇଟି କ୍ରିୟା କିମ୍ବା ଦୁଇରୁ ଅଧିକ କ୍ରିୟା ଯୋଉଠି ବ୍ୟବହାର ହୁଏ ତାକୁ ଆମେ କହିବା କଣ ଗୌଣ କ୍ରିୟା ହେଲା। ସେମିତି ପଢିବେ, ଏଠି ହଉଛି ପଢ ଯୁକ୍ତ ଇ ଇ ଯୁକ୍ତ ଏ ହେଲା, ପଢିବେ ହେଲା। ହେଲା ତ ଏଇଟା ତ ପଢ ସହିତ ଇ ମିଶିକି ଏ ହେଲା ପଢିବେ। ଏଟା ହେଲା ଲେଖୁଥିଲେ, ସେମିତି ଲେଖ ଯୁକ୍ତ ଉ ପ୍ଲସ ଥିଲେ, ଏଇଟା ଏମିତି। ତ ଏଗୁଡା ହଉଛି କଣ ନା ସବୁ ଯୌଗିକ ଶବ୍ଦ ହେଲା। ଯୌଗିକ ଶବ୍ଦ ନୁହେଁ ତ ଏଟା ହଉଛି ଯୌଗିକ କ୍ରିୟା, କାରଣ ଦିଟା କ୍ରିୟା ଲାଗିଛି। ଆଉ ଗୋଟେ ହେଲା ମୁଖ୍ୟ, ଗୋଟେ ଗୌଣ। ମୁଖ୍ୟ ମାନେ ଯୋଉଥିରୁ ଆମେ କାମର ସୂଚନା ମିଳୁଛି, ଆମର ଜଣା ପଡୁଛି ମେନ୍ ଏଇ କାମଟା ହଉଛି ବୋଲି ଆମେ ଜାଣିଲେ। ଆଉ ଗୌଣ କ୍ରିୟାଟା କେବଳ ତାର କାଳ ଆଉ ବଚନଟା ବତଉଛି ହେଲା। ତାକୁ ଆମେ ସାହାଯ୍ୟକାରୀ କ୍ରିୟା ମଧ୍ୟ କହୁ। ଇଂଲିଶରେ ବି ଆମେ ସେମ୍ ଗ୍ରାମାର ପଢୁଛେ, ଯୋଉ ଆମର ହେଲ୍ପିଂ ଭର୍ବ, ଯୋଉ ଅକ୍ସିଲାରିଜ ପଢୁଛେ, ସେଗୁଡା ସବୁ। ତ ସେଇଗୁଡା ସବୁ ରହିଲା ଏଠି। ତାପରେ ଆସିଲା ସମ୍ପନ୍ନ ସୂଚକ। ସମ୍ପନ୍ନ ସୂଚକ, ଅସମ୍ପନ୍ନ ସୂଚକ କୋଉଥିରୁ ପଡିବା? ଯୋଉଥିରେ ଇ ପ୍ରତ୍ୟୟ ଲାଗିଥିବ ସେଇଟା ହଉଛି ସମ୍ପନ୍ନ ସୂଚକ। ଯେମିତି ସିଏ ଲେଖିଥିଲା, ଖାଇଛି, ଶୋଇଛି, ପଢିଛି, ନାଚିଛି। ତ ଯୋଉଥିରେ ଇ ପ୍ରତ୍ୟୟ ଲାଗିକି ଅଛି ତାକୁ ଆମେ କହିବା କଣ ନା ସମ୍ପନ୍ନତା କଥା ସିଏ କହୁଛି, ମାନେ କମ୍ପ୍ଲିସନ ହେଲା। ମୁଁ ଯାଇଥିଲି, ରମା ମାରାଥନ ଦୌଡିଥିଲା, ଦୌଡ ପ୍ଲସ ଇ ଦୌଡିଥିଲା। ତ ଇଏ ସବୁ ହଉଛି ସମ୍ପନ୍ନ ସୂଚକ ହେଲା। ଦୌଡିଛି, ଖାଇଛି, ଶୋଇଛି, ଯାଇଛି, ଇଏ ସବୁ ହେଲା କଣ ସମ୍ପନ୍ନ ସୂଚକ। ଅସମ୍ପନ୍ନ ସୂଚକରେ କଣ ନା ଆମର ଉ ପ୍ରତ୍ୟୟ ଲାଗିଥାଏ, ମାନେ କଣ୍ଟିନ୍ୟୁ, ଯୋଉଟା କଣ୍ଟିନ୍ୟୁଅସ କହୁଛେ। ଚାଲୁଛି ମାନେ ମୁଁ ଚାଲୁଛି, ମୁଁ ଖାଉଛି, ମୁଁ ପଢୁଛି, ମୁଁ କ୍ଲାସ କରୁଛି।
ମୁଁ ମୋବାଇଲ ଦେଖୁଛି ତ ଯୋଉଗୁଡାକରେ ସବୁ ଲାଗିଛି ସେଗୁଡା ହଉଛି କଣ ପ୍ରତ୍ୟୟ ଲାଗିଥିଲେ ତାକୁ ଆମେ ଅସମ୍ପନ୍ନ ସୂଚକ ବୋଲି କହିବା। କର୍ମର ଅସମ୍ପନ୍ନତାର ସୂଚନା ସେ ଦେଇଥାଏ। ଯେମିତି ଗୋପାଳ ତୁଠକୁ ଯାଉଥିଲା, ହେଲା, ଥିଲା, ହେଲା, ସେମାନେ ବସି ଗପୁଥିଲେ, ଗପ୍ ପ୍ଲସ୍ ହେଲା। ତ ଏଇଟା ହଉଛି କଣ ନା, ଆମେ ଏଇ ରୁ ଜଣା ପଡୁଛି, ସେଠି ରୁ ଜଣା ପଡିଲା ଦ ୱାର୍କ ଇଜ ଅଲରେଡି ଫିନିଶ୍ଡ, ଆଣ୍ଡ ଏଠି ରୁ ଜଣା ପଡୁଛି ଯେ ଏଇଟା କଣ୍ଟିନ୍ୟୁ କରୁଛି, ହେଲା। ସେମିତି ଧାତୁ, ଆମେ ପଡ ଧାତୁର କେତେଟା ଅସମ୍ପୂର୍ଣ୍ଣ ଆଉ ମାନେ ସମ୍ପନ୍ନ ଆଉ ଅସମ୍ପନ୍ନ କାଳ ରୂପ ଦେଖିବା, ଯୋଉଟା କି କାଳ ରୂପରେ ଆମେ ଡିଭାଇଡ କରୁଛେ। ବର୍ତ୍ତମାନ କାଳରେ ଯଦି ଅସମ୍ପନ୍ନ ଦେଖିବା କଣ ନା, ପଢୁଅଛି, ପଢୁଛି, ଏଠି ଆସିଲା ପଢୁ ଅଛୁ, ବହୁ ବଚନ କଥା ଆସିଲା। ପଢୁଛୁ ତାକୁ ସିମ୍ପଲି ପଢୁ ଅଛୁ ବି ଲେଖିପାରିବା, ପଢୁଛୁ ବି ଲେଖିପାରିବା। ସେମିତି ପଢି ଅଛି, ଏଠି ଇ ପ୍ରତ୍ୟୟ, ପଢି ଅଛୁ, ପଢିଛୁ, ତ ଇଏ ସବୁ ହେଲା ଇ ପ୍ରତ୍ୟୟ। ତ ଏଇଟା ହେଲା ସମ୍ପନ୍ନ, ଏଟା ହେଲା ଅସମ୍ପନ୍ନ, ଲାଗିଛି ଅସମ୍ପନ୍ନ। ସେମିତି ଅତୀତ କାଳ ହେଲେ ଏଠି ଲି ଲାଗିଲା, ଯେମିତି ଆମେ ଛ ଛା ଛି ଲାଗିଲା, ଛ ଛା ଛି ରୁ ଆମେ ଜାଣୁଛେ ଏଇଟା ହଉଛି ବର୍ତ୍ତମାନ କାଳ। ଏଇଟା ହଉଛି ଲା ଲି, ଯେତେବେଳେ କାଳ ବଚନ ପୁରୁଷ ପଢିବା ସେତେବେଳେ ଆହୁରି ଡିଟେଲସରେ ୟା ବିଷୟରେ ପଢିବା, ରୁଲସ ଗୁଡାକ ଆଉ ଏକ୍ସେପସନ୍ସ କଣ ଅଛି। ଲା ଲି ଯୋଉଠି ଆସିଲା ସିଏ ହଉଛି ଅତୀତ କାଳ। ପଢୁଥିଲୁ, 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 ପଢୁଥିଲ, ପଢୁଥିଲେ, ସବୁଠି ଲାଗିଛି କଣ ହେଲା। ଏଠି ସେମିତି ସମ୍ପନ୍ନରେ ଆସିଲା କଣ, ପଢିଥିଲି, ପଢିଥିଲି, ପଢିଥିଲୁ, ତ ଏଇଟା ହଉଛି ଇ, ହେଲା। ତ ଭବିଷ୍ୟତ କାଳରେ ସେମ୍ ବ ବା ବି ରହିବ ଏଇଟା। ତ ଏଥିରୁ ଆମେ ଜାଣିବା ଏଇଟା ହଉଛି ଭବିଷ୍ୟତରେ ଅଛି। କିନ୍ତୁ ସମ୍ପନ୍ନ ଅସମ୍ପନ୍ନ ପାଇଁ ଏଗେନ୍ ସେମ୍ ରୁଲ, ଲାଗିଛି, ପଢୁଥିବ, ପଢୁଥିବୁ, ଏଇଟା ପଢିଥିବ, ପଢିଥିବୁ, ତ ଏଇଟା ହଉଛି ଭବିଷ୍ୟତ କାଳ। ଅନେକ ସମୟରେ ଦୁଇରୁ ଅଧିକ କ୍ରିୟାପଦ ମଧ୍ୟ ବ୍ୟବହୃତ ହେଇଥାଏ। ଯେମିତିକି ପଢି ସାରିଥିଲେ, ସାରିଥିଲେ, ତ ଇଏ ହଉଛି ମେଞ୍ଚାଏ କ୍ରିୟାପଦ ବ୍ୟବହାର ହେଇଛି। ଟାଣି, ଟାଣ, ଆଣିଥିଲେ, ତ ଏଠି ତିନିଟା। ଦେଖି ପାରିଲେ, ଦେଖ ପାରିଲେ, ତ ଏଠି ତିନିଟା। ତ ଯୋଉଠୁ ମୋର ଦ୍ୟାନ ୱାନ୍ ଆଉ ଅଧିକ ଅଛି, ମାନେ ଶବ୍ଦ ଧାତୁ ଯୋଗ ହେଇକି ଗୋଟେ ଗୋଟେ ପର୍ଟିକୁଲାର କାମକୁ ଦର୍ଶଉଛି, ତାକୁ ଆମେ କହିବା କଣ ନା ଯୌଗିକ କ୍ରିୟା ପଦ। ତ ଏଇ କ୍ରିୟାପଦ ଚାପ୍ଟରଟା ବହୁତ ଇମ୍ପୋର୍ଟାଣ୍ଟ। ଏଇ ଯୋଉ ମାଇନ୍ୟୁଏଟ ଯୋଉ କନସେପ୍ଟ ଗୁଡା, ଛୋଟ ଛୋଟ ଶବ୍ଦ, ଏଇ ସବୁ ଉଚ୍ଚାରଣ, ଏଇ ସବୁ ସ୍ପେଲିଂ, ଦ୍ୟାଟ ୱିଲ ହେଲ୍ପ ଅସ୍ ଇନ୍, ଆମକୁ ବହୁତ ଜାଗାରେ ହେଲ୍ପ କରିବ, ଆଉ କମ୍ପ୍ଲିକେଟେଡ କ୍ୱେଶ୍ଚିନ୍ ସଲ୍ଭ କରିବାରେ ହେଲ୍ପ କରିବ। ଏମିତି ନାହିଁ ଯେ କେବଳ କ୍ରିୟାପଦଟା ତମକୁ କ୍ରିୟା କ୍ୱେଶ୍ଚିନରେ ହେଲ୍ପ କରିବ, ଦ୍ୟାଟ ୱିଲ ହେଲ୍ପ ୟୁ ଇନ୍ ବାକ୍ୟ, ସେଇଟା ତମକୁ ବ୍ୟବହାର ୟୁଜ ହବ ଅଲଗା ବହୁତ ଗୁଡେ ଜାଗାରେ, ବହୁତ ଗୁଡେ ଜାଗାରେ ଏଗୁଡା ସବୁ ବ୍ୟବହାର କରାଯିବ। ଖାସ କରି ବାକ୍ୟରେ ତ ବହୁତ ବ୍ୟବହାର କରାଯିବ। ଭୁଲ ଯୋଉ କ୍ରିୟା ସଂଶୋଧନ କର, କିମ୍ବା ଯାହାବି ଭୁଲ ସଂଶୋଧନ କର, ଶୁଦ୍ଧି ଅଶୁଦ୍ଧି, ଏଇ ସବୁ ଜିନିଷ ଗୁଡାକରେ। ପାରାଗ୍ରାଫ ଗୁଡା ଯୋଉ, ଗୋଟେ ପାରାଗ୍ରାଫ ସପୋଜ ଏମିତି କ୍ୱେଶ୍ଚିନ୍ ପଚାରନି, ଦେ ମାଇଟ୍ ଆସ୍କ, ଗୋଟେ ପାରାଗ୍ରାଫ ଦେଇ ଦେଇଥିବ, ସେ ପାରାଗ୍ରାଫରେ କହିଥିବ ଯେ କୋଉ ପାଞ୍ଚଟା ଭୁଲ ଅଛି, ପାଞ୍ଚଟା ଦେଇ ଦେଇଥିବ, ତ ତମେ ଧାଡି ଗୁଡାକ ବାଛିବ ଯେ କୋଉ ଧାଡିଟାରେ ଆକ୍ଚୁଆଲି ଭୁଲ ଅଛି, ତ ସେଟା କ୍ରିୟାପଦଟା ଦେଖିଲେ ହିଁ ଆମେ ଜାଣିପାରିବା। କ୍ରିୟା କଣ, ସବୁ ପଦର ସବୁ ପାର୍ଟ ଗୁଡା ବହୁତ ଇମ୍ପୋର୍ଟାଣ୍ଟ। ତ ପଦ ଚାପ୍ଟର ଇଜ ଇଟସେଲ୍ଫ ଇଜ ଭେରି ଇମ୍ପୋର୍ଟାଣ୍ଟ, ହେଲା। ତ କ୍ରିୟାପଦ ପରେ ଅବ୍ୟୟ ସରିଲେ ଆମେ ଜାଣିବା ଯେ ଆମର ପଦ ଚାପ୍ଟରଟା ସରିଲା। ତାପରେ ତାର ଅଲଗା ସବୁ ଏଗୁଡାକ ଦେଖିବା, ହେଲା। ଓକେ, ଥ୍ୟାଙ୍କ ୟୁ। ଆଉ ଠିକ ଅଛି।